শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ ভাগবত অষ্টম স্কন্ধ ত্রয়োদশ অধ্যায় সপ্তমু চতুর্দশ যায় যে অষ্টমন্বন্তর হয়ে সে সর্বমনুকচরিত ত্রয়োদশরে বর্ণিত। শ্রীশুক উবাচ শুণ হে অভিমন্যু সুত, সপ্তমে মনু বংশে জাত সূর্যতনয় অনুপম, তাহার শ্রাদ্ধ দেব নাম। বর্তমান যা ভোগ কাଳ, যে শুদ্ধ সুগুণ সুশীল, তার ସନ୍ତତି ହେଲେ ଯେତେ ଶୁଣ କହିବି ଏକ ଚିତେ। ଇକ୍ଷାକୁ ନଭଗ ସର୍ଜାତି, ଦୃଷ୍ଟ ନରିସନ୍ତ ସନ୍ତତି। ନଭାଗଦିଷ୍ଟ ଯେ ସପ୍ତମ, କୁରୁଷ ପୃଷଧ୍ର ନବମ। ଦଶମ ବସୁମାନ ନାମ, ବୈବସୁତର ଏ ନନ୍ଦନ। ସେ ମନୁ କାଳେ ଦେବଗଣ, ନାମ କହିବା ତାଙ୍କ ଶୁଣ। ଆଦିତ୍ୟ ବସୁ ରୁଦ୍ର ବିଶ୍ୱ, ଅଶ୍ୱିନୀ ଭୁରୁ ଅଣଚାଶ। ତାଙ୍କ ମଧ୍ୟରେ ଦେବବର, ଇନ୍ଦ୍ରର ନାମ ପୁରନ୍ଦର। ସେମନୁ କାଳେ ସପ୍ତ ଋଷି, ଭ୍ରମନ୍ତି ଧ୍ରୁବ ଚକ୍ରେ ବସି। କଶ୍ୟପ ଅତ୍ରି ଋଷି ଶ୍ରେଷ୍ଠ, ତୃତୀୟ ମୁନି ଯେ ବଶିଷ୍ଠ। ଗୌତମ ବିଶ୍ୱାମିତ୍ର ଦ୍ୱିଜ, ଯମଦଗ୍ନି ଯେ ଭରଦ୍ୱାଜ। ଏ ଆଦି ନାମେ ସପ୍ତମୁନି, ଚକ୍ରେ ଭ୍ରମନ୍ତି କର୍ମ ଘେନି। ଏ ସପ୍ତ ମନ୍ୱନ୍ତର ଯେତେ, କହିଲୁ ତୁମ୍ଭର ଗ୍ରତେ। ଏବେ ଭବିଷ୍ୟ ମନୁ ସପ୍ତ, ଶୁଣ ସୁମନେ ପରୀକ୍ଷିତ। ବିଶ୍ୱକର୍ମାର କନ୍ୟା ବେନି, ସୂର୍ଯ୍ୟ ବରିଲେ ଭାବ ଘେନି। ରୂପେ ଦିଶନ୍ତି ଅନୁପମ, ତାହାଙ୍କ ସଂଜ୍ଞା ଛାୟା ନାମ। ସୂର୍ଯ୍ୟର ତେଜ ଅସହନେ, ସଂଜ୍ଞା ଅଶୂନି ରୂପ ବନେ। ସୂର୍ଯ୍ୟର ମିଲେ ତାର ତୁଲେ, ଅଶ୍ୱିନୀ କୁମାର ଜନ୍ମିଲେ। ପ୍ରଥମେ ସୂର୍ଯ୍ୟ ତୁଲେ ରମି, ସଂଜ୍ଞା ପ୍ରସବେ ଗର୍ଭ ତିନି। ଯମ ଯମୁନା ଭାଇ ଭଗ୍ନି, ଜନ୍ମିଲେ ଶ୍ରାଦ୍ଧ ଦେବ ତିନି। କେ କହିପାରୁ ତାଙ୍କ ଭାବେ, ଛାୟା ଅପତ୍ୟ ଶୁଣ ଏବେ। ସାବର୍ଣ୍ଣ ନାମେ ସୂର୍ଯ୍ୟ ସୁତ, କନ୍ୟା ତପତି ରୂପେ ଜାତ। ତୃତୀୟ ପୁତ୍ର ଶନିଶ୍ଚର, ଏବେ ହୋ ଶୁଣ ନୃପବର। ସାବର୍ଣ୍ଣୀ ଅଷ୍ଟମନ୍ୱନ୍ତରେ, ଭଜିବ ସଂସାର ବେଭାରେ। ନିର୍ମୋକ ବୀର ଯସ୍କ ଆଦି, ସାବର୍ଣ୍ଣୀ ତନୟ ସମ୍ପାଦି। ବିରଜ ଆଦି ଦେବଗଣେ, ଜନମ ସଂସାର କାରଣେ। ତାହାଙ୍କ ପାଳନ ପ୍ରବନ୍ଧେ, ବଳିବ ଶିବ ଇନ୍ଦ୍ର ପଦେ। ଯାହାଙ୍କୁ ଛଳିଲେ ବାମନ, ଯଜ୍ଞେ ପୃଥିବୀ ଦେଲା ଦାନ। ତିନି ଚରଣ ଦାନ ଦେଇ, ବାମନ ପାଦ ମୁଣ୍ଡେ ବହି। କେବେ ହେ କାଳ ଦାନ ଫଳେ, ସେ ଭୋଗ ଭୁଞ୍ଜିବ ପାତାଳେ। ସ୍ୱର୍ଗେ ବସିବ ଇନ୍ଦ୍ର ପଣେ, ଅନ୍ତେ ପଶିବ ନାରାୟଣେ। ସେଭଳି କାଳେ ସପ୍ତମୁନି, ଉଦୟ ନିଜ ତେଜ ଘେନି। ଯେ ରୂପେ ସଂସାର ଧାରଣ, ତାହାଙ୍କ ନାମ ଏବେ ଶୁଣ।
ଗାଲବ ଦୀପ୍ତିମାନ ରାମ କୃପାଚାର୍ଯ୍ୟ ଦ୍ରୋଣ ନନ୍ଦନ ଅପରେ ଋଷ୍ୟ ଶୃଙ୍ଗ ବ୍ୟାସ କହିଲି ଋଷିଙ୍କ ବିଶେଷ ଏ ଆଦି ସପ୍ତ ଋଷି ଗଣେ ବ୍ରହ୍ମାର ଆଜ୍ଞା ପରମାଣେ ହୋଇବେ ଭବିଷ୍ୟତ କାଳେ ଅଛନ୍ତି ଆଶ୍ରମ ମଣ୍ଡଳେ ଏହି ସାବର୍ଣ୍ଣୀ ମନ୍ୱନ୍ତରେ ବିଷ୍ଣୁ ଯେ ଦେବ ଗୁହ୍ୟ ଘରେ ସରସ୍ୱତୀର ଗର୍ଭଜାତ ନାମରେ ସାର୍ବଭୌମ୍ୟ ଖ୍ୟାତ ସେ କାଳେ ବିଷ୍ଣୁ ନିଜ ଭାବେ ବଳିକି ଇନ୍ଦ୍ର ପଦ ଦେବେ ହୋଇବ ସେହୁ ସୁରେଶ୍ୱର ଅମର ପୁରେ ପୁରନ୍ଦର ତଦନ୍ତେ ଶୁଣ ହେ ରାଜନ ନବମ ମନୁ ବିବରଣ ଏ ଅନ୍ତେ ବରୁଣ ନନ୍ଦନ ଦକ୍ଷ ସାବର୍ଣ୍ଣୀ ଯେ ନବମ ପୁତ୍ର ଜନ୍ମିବେ ତାରରେ ତୁ ଯେ ଭୂତ କେତୁ ଦୀପ୍ତ କେତୁ ପାରା ମରିଚି ଗର୍ଭ ଆଦି ଏ ନାମେ ଦେବତା ପ୍ରସିଦ୍ଧି ହେବ ଅଦ୍ଭୁତ ନାମେ ଇନ୍ଦ୍ର ଭୋଗ କରିବ ସ୍ୱର୍ଗ ପଦ ଋଷି ଏ ଦୂତିମାନ ଆଦି ହୋଇବେ ସେ ମନୁ ସମ୍ପାଦି ବିପ୍ର ଯେ ଆୟୁଷ୍ମାନ ଘରେ ସେ ଅମ୍ବୁଧାରାର ଗର୍ଭରେ ଋଷଭ ନାମେ ଜାତ ହେବେ ଇନ୍ଦ୍ରକୁ ସ୍ୱର୍ଗ ପଦ ଦେବେ ଦଶମେ ଉପଶ୍ଲୋକ ସୁତ ବ୍ରହ୍ମ ସାବର୍ଣ୍ଣୀ ନାମେ ଖ୍ୟାତ ତାର କୁମରେ ବ୍ରହ୍ମବାଦୀ ଜନ୍ମିବେ ଭୂରି ସେଣ ଆଦି ସୁକୃତି ସତ୍ୟ ହବିଷ୍ମାନ ଜୟ ଆବର ମୂର୍ତ୍ତି ପୂର୍ଣ ଏ ଆଦି ଋଷି ଏ ବ୍ରାହ୍ମଣ ଏବେ ଦେବତା ନାମ ଶୁଣ ଦେବେ ବିରୁଦ୍ଧ ସୁବାସନ ଇନ୍ଦ୍ରର ନାମ ଶମ୍ଭୁଜାଣ ବିଶ୍ୱସୃଜର ଘରେ ହରି ବିଶୁଚି ଗର୍ଭେ ଅବତରି ବିଶ୍ୱକ ସେନ ନାମ ବହି ପାଳିବେ ନିଜ ଧର୍ମେ ମହି ବିଶ୍ୱକ ସେନ ଶମ୍ଭୁ ସଙ୍ଗେ ମିତ୍ର ହୋଇବେ ସତ୍ୟ ଯୁଗେ ଧର୍ମ ସାବର୍ଣ୍ଣୀ ମନୁ ହୋଇ ପାଳିବେ ଏକାଦଶେ ମହି ସତ୍ୟ ଧର୍ମାଦି ସୁତ ଦଶ ପାଳିବେ ମହି ସ୍ୱର୍ଗ ଦେଶ ନିର୍ବାଣ ରୁଚି ବିହଙ୍ଗମ ଦେବଙ୍କ ନାମ କାମ ଗମ ଇନ୍ଦ୍ର ହୋଇବେ ବୈଧୂତ ଋଷି ଅରୁଣ ଆଦି ଖ୍ୟାତ ବୈଧୂତାର ଗର୍ଭେ ହରି ଆର୍ଯ୍ୟ କବିର୍ଜୁ ଅବତରି ଧର୍ମ କେତୁ ଯେ ଏକାଦଶେ ଜନ୍ମିବେ ନାରାୟଣ ଅଂଶେ ରୁଦ୍ର ସାବର୍ଣ୍ଣୀ ଯେ ଦ୍ୱାଦଶେ ଜନ୍ମିବେ ନାରାୟଣ ଅଂଶେ ଯେ ଦେବବାନ ଉପଦେବ ଦେବ ଶ୍ରେଷ୍ଠ ଆଦି ସମ୍ଭବ ଇନ୍ଦ୍ର ହୋଇବେ ଋତୁଧାମ ହରିତ ଆଦି ଦେବେ ଜାଣ ତପମୂର୍ତ୍ତି ଆର ତପସ୍ୱୀ ଅଗ୍ନିଧ୍ରକାଦି ସପ୍ତ ଋଷି ସ୍ୱଧାମା ନାମେ ଦେବ ହରି ସୁନ୍ତ୍ରୁନା ଗର୍ଭେ ଅବତରି ସତ୍ୟ ସହଜେ ବିପ୍ର ଘରେ ସାଧିବେ ଏହି ମନ୍ୱନ୍ତରେ ଦେବ ସାବର୍ଣ୍ଣୀ ତ୍ରୟୋଦଶେ ହୋଇବେ ନାରାୟଣ ଅଂଶେ ବିଚିତ୍ର ଚିତ୍ର ସେନ ଆଦି ଦେବ ସାବର୍ଣ୍ଣୀ ପୁତ୍ର ସାଧି ସୁକର୍ମ ସୂତ୍ରାମୟ ଆଦି ଦେବତା ରୂପେଣ ପ୍ରସିଦ୍ଧି ଇନ୍ଦ୍ର ଯେ ଦିବସ୍ପତି ନାମେ ସୁଖେ ବସିବ ସ୍ୱର୍ଗ ଗ୍ରାମେ ନିର୍ମୁକ ତତ୍ତ୍ୱ ଦର୍ଶମାନେ ହୋଇବେ ସପ୍ତ ଋଷି ଗଣେ ହରିର ଅଂଶେ ଯୋଗେଶ୍ୱର ଔର ସେ ଦେବହୋତ୍ରଙ୍କର
ଗୃହତି ଗର୍ଭେ ଜାତ ହେବେ ଇନ୍ଦ୍ରଙ୍କୁ ସାହାଯ୍ୟ କରିବେ। ଇନ୍ଦ୍ର ସାବର୍ଣ୍ଣୀ ଚତୁର୍ଦ୍ଦଶେ ହୋଇବେ ନାରାୟଣ ସେ। ଉରୁ ଗମ୍ଭୀର ବୁଦ୍ଧିଆର ଜନ୍ମିବେ ତାହାର କୁମାର। ପବିତ୍ର ଚାକ୍ଷୁଷ ନାମରେ ଦେବତା ସେହି ମନ୍ୱନ୍ତରେ। ହୋଇବେ ସୂଚି ନାମେ ଇନ୍ଦ୍ର ସୁଖେ ପାଳିବେ ଦେବ ବୃନ୍ଦ। ଅଗ୍ନିବାହୁ ଯେ ସୂଚି ସୁଧ ମାଗଧ ଆଦି ଋଷି ସିଦ୍ଧ। ଏ ସର୍ବେ ନିତ୍ୟେ ତପସ୍ୱୀନ ହୋଇବେ ଏକଥା ପ୍ରମାଣ। ବୃହଦ ଭାନୁ ଅବତାରେ ବିଷ୍ଣୁ ଯେ ସତ୍ରାୟଣ ଘରେ। ଜନ୍ମିବେ ବିତାନା ଉଦରେ ଏବେ ହୋ ଶୁଣ ନୃପବରେ। ଚତୁର୍ଦଶ ମନୁ ଯେତେ ଭାବେ କହିଲି ତ ଅଗ୍ରତେ। କଳ୍ପାନ୍ତେ ମନୁ ଚତୁର୍ଦଶ ଏ ଭାବେ ବ୍ରହ୍ମାର ଦିବସ। ସହସ୍ର ଯୁଗ ଏହି ମତେ କଳ୍ପ ବୋଲାଇ ଏ ଜଗତେ। ଏମନ୍ତେ ବେନି କଳ୍ପ ଗଲେ ବ୍ରହ୍ମାର ଅହୋରାତ୍ର ଭଲେ। ବୋଲଇ ବିପ୍ର ଜଗନ୍ନାଥ ଅଷ୍ଟମ ସ୍କନ୍ଧେ ଭାଗବତ।